ବୋଉ ଆଜି କଣ ରାତିରେ ତମେ ରୋଷେଇ ଘରେ? ନାଇଁ ମନା ନୁହେଁ ଯେ ତମକୁ ଅଦିନିଆ ଟିକେ ରୋଷେଇ ଘରେ ଦେଖିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଛି ତ। ତମେ ଆସୁନ ତ ହେଇଥିପାଇଁ। ମୁଁ ଆସିବି କେତେବେଳେ ଆସୁଛ ତମେ? ମୁଁ କଣ ନାହିଁ କରୁଛି ମୁଁ ଆସିବାକୁ ସେ ତ ମୁଁ କରୁଛି ବୋଉ ଆସୁଛନ୍ତି ତମେ ମନା କରିଦଉଛ? ମୁଁ ସେଇପାଇଁ ଆସୁନି ନହେଲେ ମୋର ଆସିକି କାମ କରିବାକୁ ଇଚ୍ଛା। ଆଚ୍ଛା ଆଚ୍ଛା ଆଜି କଣ ଗୋଟେ ତମେ ଆଜି ବନେଇଛ ବୋଲି ମତେ ଲିଟି କହିଲା ଡାଲମା ଗୋଟେ ବନେଇଛ। ଡାଲମା କରିଛି ଦେଖେ ଦେଖିବା କେମିତି କଣ ଡାଲମାଟା କରିଛ। ଆଜି ସ୍ପେଶାଲ ଡାଲମା। ସ୍ପେଶାଲ ଡାଲମାଟା ଦେଖିବା। ସ୍ପେଶାଲ ନଥିଲା ଆଜି କିନ୍ତୁ ସ୍ପେଶାଲ। ନାଇଁ ପାଣି ନାହିଁ ଏଥିରେ। ପାଣି ନାହିଁ। ପାଣି ଭିଡ଼ି ନେଇଛି ଆଉ ଟିକେ ଗରମ ପାଣି ଯଦି ଦରକାର ଦେଇଦବା ନହେଲେ ବହଳିଆ ଖାଇଦବ କିଛି ଅସୁବିଧା ନାହିଁ। ବୋଉଙ୍କର ପରିବାଟା ସବୁବେଳେ ମାନେ ଗୋଟା ହେଇକି ଥିବ। ଏଇ ଦେଖ ଏଇଠି ଅଦିନିଆ ରୁଟି କଲେ ଏଇ ଅବସ୍ଥା ଦେଖିଲ କେମିତି କରିଛ। ତାକୁ ଜଳି ପୋଡି ତାକୁ ପାଉଁଶ ପୁରା କରିଦେଇଛ। ତାକୁ ଟିକେ ଓଦାଳିଆ ରହିଲେ ଇଏଟା ଅଟାଟା ତାକୁ ବର୍ଣ୍ଣର ଲଗେଇବାକୁ ପଡିବ। ବର୍ଣ୍ଣର ଆଣିକି ଥୋ ମୋ ହାତ ପୋଡି ଯାଇଛି ବର୍ଣ୍ଣର ନାହିଁ ରୁଟିରେ ବର୍ଣ୍ଣର। ଏଇ ଅଦିନିଆ ରୋଷେଇ କଲେ ଅଦିନିଆ ତନ୍ଦୁରୀ ରୁଟି